ବହୁତ ଆଶା ଭରସାରେ ମୋତେ ଛାଡ଼ିଲେ ବ୍ୟାଟିଂ, କାଳେ ପିଲାଟି ଜିତେଇ ଦବ କି? କିନ୍ତୁ ମୁଁ କ'ଣ କରିବି, ପହିଲୁ ବଲ୍ଟି ବଡ଼ ୱାଇଡ଼୍ଟେ ପକାଇଲେ, ୱାଇଡ଼୍ ସହ 22-5 ରନ୍ ମିଳିଲା। ସେକେଣ୍ଡ ବଲ୍ଟି ଖେଳିଲି ବିଟ୍ ହେଇଗଲି। ତୃତୀୟ ବଲ୍ଟି ଲଙ୍ଗ୍ ଅଫ୍ରେ କ୍ୟାଚ୍ ଉଠିଲା, ଯେଉଁ ବାଟେ ବାଟେ ଯାଇଥିଲି ସେଇ ବାଟେ ବାଟେ ପଳେଇ ଆସିଲି ଆଉଟ୍ ହେଇକି। କ'ଣ କରିବା, ଖେଳ କଥା ତ ଅନିଶ୍ଚିତ। ମୁଁ ଯେଉଁ ସମୟରେ ଯାଇଥିଲି ସେ ସମୟରେ କେବଳ ଛକା ଚୌକାର ଆବଶ୍ୟକ ଥିଲା, କାରଣ 12ଟି ବଲ୍ରେ ଦଳକୁ ଜିତିବା ପାଇଁ 45 ରନ୍ର ଆବଶ୍ୟକ। ସେଥିପାଇଁ ମୁଁ ଘୁରେଇ ମାରିବାକୁ ଯାଇ ଆଉଟ୍ ହେଲି। ଯାହା ବି ହଉ, ଖେଳ କଥା ତ କିଛି କହିହେବ ନାହିଁ। ତଥାପି ଆମ ଦଳଟି ଏଠି ଦେଖନ୍ତୁ ବର୍ତ୍ତମାନ ବୋଲିଂ କରିବ। ଯାହା ଯେମିତି ହଉ ଖେଳ ଚାଲିଛି। ଆମ ପଡ଼ିଆରେ ଦର୍ଶକମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ଦେଖନ୍ତୁ, ଯେତେବେଳେ ଆମ ଗାଁରେ କର୍କ ବଲ୍ ଆଗରୁ ଖେଳ ହୁଏ, ମାନେ ବହୁତ ଭଲ ଲାଗେ। ଆଖପାଖ ଗାଁ ଲୋକମାନେ ସମସ୍ତେ ମାନେ ଡିସେମ୍ବର 25ରୁ ଜାନୁଆରୀ 1 ପର୍ଯ୍ୟନ୍ତ ସବୁଦିନ ଭିଡ଼ ଆସନ୍ତି, ଖେଳ ଦେଖନ୍ତି। ଯାହା ଯେମିତି ହଉ ପ୍ରତ୍ୟେକ ଘର ଲୋକମାନଙ୍କର ବନ୍ଧୁବାନ୍ଧବ ମଧ୍ୟ ଆସିକି ରହିକି ଖେଳ ଦେଖନ୍ତି। କାରଣ ନୂଆ ବର୍ଷରେ ଆମ ଗାଁରେ ମାନେ ବହୁତ ଗୋଟେ ବଡ଼ ପର୍ବ ଭଳିଆ, ରଜ ପର୍ବ ଭଳିଆ ପାଳନ ହୁଏ। କିନ୍ତୁ ବର୍ତ୍ତମାନ ତ ସେସବୁ କିଛି ନାହିଁ। ଛୋଟ ପିଲାମାନଙ୍କ ପ୍ରଚେଷ୍ଟାରେ ଓ କିଛି ଭାଇମାନଙ୍କ ସହଯୋଗରେ ଆଜି ଗୋଟେ ଟୁର୍ଣ୍ଣାମେଣ୍ଟଟେ ଅନୁଷ୍ଠିତ ହେଇଛି। ତଥାପି ଯାହା ଯେମିତି ହଉ ଭଲରେ ମନ୍ଦରେ ଆମ ଅନୁଷ୍ଠାନଟି ବଞ୍ଚିକି ରହିଛି। ଦେଖନ୍ତୁ, ଏମିତି ସବୁ ଖେଳ ଚାଲିଛି। ଯାହା ସବୁ ସନ୍ଧ୍ୟା ହେଇ ଆସିଲାଣି, କିନ୍ତୁ ଖେଳ ଚାଲିଛି। ନୂଆବର୍ଷ ଉପଲକ୍ଷେ ଜୋରସୋରରେ ଖେଳ ଚାଲିଛି। ଆଉ ନୂଆ ବର୍ଷ ଦିନ ଫାଇନାଲ୍ ବି ଅନୁଷ୍ଠିତ ହେବ, କବାଡ଼ି ଖେଳ ବି ହେବ।